ଆଜି ସିଦ୍ଧେଶ୍ୱରୀ ଧର୍ମସଂସ୍ଥା ପକ୍ଷରୁ ସର୍ବସାଧାରଣ ପାଠାଗାରଠାରେ ରାଜବୈଦ୍ୟ ଗୋପୀନାଥ ଷଡ଼ଙ୍ଗୀଙ୍କ ବିରଚିତ ଚିକିତ୍ସା ମଞ୍ଜରୀ ଗ୍ରନ୍ଥ ଉନ୍ମୋଚିତ ହେବାକୁ ଯାଉଅଛି। ଏହି ଗ୍ରନ୍ଥର ଇତିହାସ ସମ୍ପର୍କରେ ମୁଁ କିଛି କହିବାକୁ ଚାହୁଁଅଛି। ଏହି ଗ୍ରନ୍ଥ ମହାରାଜ ଛତ୍ରସାଇଙ୍କ ରାଜଦରବାରରେ ସର୍ବପ୍ରଥମେ ରାଜକୀୟ ସମ୍ମାନ ପ୍ରାପ୍ତ ହୋଇଥିଲା। ତାପରେ ପରେ 1922ରେ ଶିବରାମ ମିଶ୍ରଙ୍କର ଦ୍ୱାରା ଏହି ଗ୍ରନ୍ଥ ସାଧନା ପ୍ରେସରେ ପ୍ରକାଶ ପାଇଥିଲା। ଏହି ଗ୍ରନ୍ଥର ଇତିହାସ ରହସ୍ୟ ବିଷୟରେ କହିବାକୁ ଯାଇ ମୁଁ କହୁଅଛି। ସର୍ବପ୍ରଥମେ ଏହି ଗ୍ରନ୍ଥ ବାହାରି ନଥିଲା। 1922ର କେହି ଦେଖିନଥିଲେ। କେବଳ ସ୍ୱପ୍ନେଶ୍ୱର ଦାସଙ୍କ ଚୌହାନ ବୀର ସୁନ୍ଦର ସାଏ ପୁସ୍ତକରେ ଆତ୍ମପରିଚୟ ଥିଲା। ଚିକିତ୍ସା ମଞ୍ଜରୀ ସମ୍ପର୍କରେ ଲେଖା ଥିଲା। ତାହାକୁ ପାଠ କରି ମୋର ପିତା ରାମଚନ୍ଦ୍ର ଷଡ଼ଙ୍ଗୀ ଏହା ଆମର ବଂଶ ବୋଲି ଦାବି କରିଥିଲେ ଏବଂ ତାଙ୍କର କାକା ପୀତବା ଷଡ଼ଙ୍ଗୀଙ୍କ ଠାରୁ ଏକ ଫଟୋ ସଂଗ୍ରହ କରିଥିଲେ, ଯାହାକି ବର୍ତ୍ତମାନ ଷ୍ଟେଜରେ ରଖା ହୋଇଅଛି। ତାପରେ ପରେ ସେ ଚିକିତ୍ସା ମଞ୍ଜରୀ ବୈକୁଣ୍ଠ ମିଶ୍ରଙ୍କ ଠାରୁ ଆଣି ଉତରାଇବାକୁ ଚାହିଁଲେ। ଉତରାଇଲେ କିଛି ଅଂଶ। ସେସବୁ ଦେଖି ମୋର ଆଗ୍ରହ ପ୍ରକାଶ ପାଇଲା ଯେ ରାଜବୈଦ୍ୟ ଏବଂ ଚିକିତ୍ସା ମଞ୍ଜରୀ ସମ୍ପର୍କରେ ଜାଣିବା ପାଇଁ। ମୁଁ ଯେତେବେଳେ GM କଲେଜରେ ସର୍ଭିସ୍ କଲି 1973 ସାଲରେ ମୁଁ ପାଇଲି ଏକ ଚିକିତ୍ସା ମଞ୍ଜରୀ ବହି ଦାଶରଥୀ ପୁସ୍ତକାଳୟ ଦ୍ୱାରା ପ୍ରକାଶିତ, ଯେଉଁଠାରେ କି ଆତ୍ମପରିଚୟ ନଥିଲା ଏବଂ ସମ୍ବଲପୁର ବ୍ୟକ୍ତି ବୋଲି କିଛି ଜଣାପଡ଼ିନଥିଲା। ସେହି ପୁସ୍ତକର କିଛି ଅଂଶ ଚିରି ନେଇଯାଇଥିଲେ। ସେହି ପୁସ୍ତକକୁ ଉତ୍ତରା ହୋଇଥିଲା ଏବଂ ଯୋଗିଆ କସାଇ ଠାରୁ ପୁସ୍ତକ ପାଇ ସେହି ପୁସ୍ତକ ଆମେ ଉତ୍ତରାଇଥିଲୁ। ସିଦ୍ଧେଶ୍ୱରୀ ଧର୍ମ ସଂସଦ ଗଠନ ହେଲା ପରେ ତାଙ୍କର ଜୟନ୍ତୀ ହେଲା ଏବଂ ଚିକିତ୍ସା ମଞ୍ଜରୀ ସମ୍ପର୍କରେ ଆଲୋଚନା ମଧ୍ୟ ହେଲା। ଦେବତାଙ୍କ ଥ୍ରୋରୁ ବିପ୍ରା ଠାରୁ 1947 ସାଲର ଚିକିତ୍ସା ମଞ୍ଜରୀ ପ୍ରାପ୍ତ ହେଲା। ତାପରେ ପରେ ଡକ୍ଟର ସନ୍ତୋଷ ମହାପାତ୍ର 2021ରେ ଚିକିତ୍ସା ମଞ୍ଜରୀ ପ୍ରକାଶନ କଲେ କଟକରୁ, ଯାହାକି ଡକ୍ଟର ବିଭୁଦତ୍ତ ପ୍ରମୋଦ ମିଶ୍ରଙ୍କର PDFରୁ ଜଣାପଡ଼ିଥିଲା। ତାକୁ ପୁସ୍ତକ ଆକାରରେ ସ୍କାନିଂ କରାହୋଇଥିଲା ଏବଂ ଆଜି 102 ବର୍ଷ ପରେ ଚିକିତ୍ସା ମଞ୍ଜରୀ ଦୀପକ ପଣ୍ଡାଙ୍କ ସମ୍ପାଦନାରେ ପ୍ରକାଶିତ ହେବା ଅତି ଆନନ୍ଦର ବିଷୟ। ଏବଂ ଏତିକି କହି ମୋର ବକ୍ତବ୍ୟ ସମାପ୍ତ କରୁଅଛି।